ଝରାଡିହି ଶିଶୁ ମନ୍ଦିରରେ ପାଳିତ ହେଲା 10ମ ବାର୍ଷିକ ଉତ୍ସବ। ମୟୂରଭଞ୍ଜ ଜିଲ୍ଲା ବହଳଦା ରୋଡରେ ଥିବା ଝରାଡିହି ସରସ୍ୱତୀ ଶିଶୁ ମନ୍ଦିର ପାଳନ କରୁଛି ଅନୁଷ୍ଠାନର 10ମ ବାର୍ଷିକ ଉତ୍ସବ। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମଣ୍ଡଳ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଅବସରପ୍ରାପ୍ତ ଡାକ୍ତର ଶ୍ରୀଯୁକ୍ତ ମୋହନ ଚନ୍ଦ୍ର ସିଂ, ତାରଣା FM ଏକାଡେମୀର ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ନାୟକ, ବହଳଦା ଚେୟାରମ୍ୟାନ ଶ୍ରୀମତୀ ଦୀପାଞ୍ଜଳି ସିଂ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଭଗବତୀ ମିଶ୍ର ଏବଂ ଝରାଡିହି ସରପଞ୍ଚ ଶ୍ରୀମତୀ ରଞ୍ଜିତା ନାୟକ ଯୋଗ ଦେଇଥିଲେ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଖୁବ୍ ମହାସମାରୋହରେ ବାର୍ଷିକ ଉତ୍ସବ ପାଳନ ହୋଇଥିବା ବେଳେ ଶିକ୍ଷାର୍ଥୀମାନେ ଖୁବ୍ ଉତ୍ସାହିତ ରହିଥିଲେ। ଝରାଡିହିର ଏହି ଶିକ୍ଷାନୁଷ୍ଠାନ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ହୋଇ ଅଦ୍ୟାବଧି ତାର ଶିକ୍ଷାଦାନର ପ୍ରୟାସ ଜାରି ରଖିଛି। ଶିକ୍ଷାକୁ ଗୁରୁତ୍ୱ ଦେଇ ଶିକ୍ଷାର୍ଥୀମାନଙ୍କ ମନୋବଳ ବୃଦ୍ଧି କରି ଶିକ୍ଷାଦାନ ଦେଉଥିବା ଯୋଗୁଁ ଶିକ୍ଷାର୍ଥୀମାନଙ୍କ ଉତ୍ସାହ ଭରି ରହିଥାଏ। ବାର୍ଷିକ ଉତ୍ସବରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ସଭା ପରିଚାଳନାରେ ଝରାଡିହି ସରସ୍ୱତୀ ଶିଶୁ ମନ୍ଦିରର ସଭାପତି ଶ୍ରୀଯୁକ୍ତ ହରମୋହନ ବେହେରା ସଭା ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଷୋଡଶକାନ୍ତି ଦାସ ସହଯୋଗ କରିଥିଲେ। ସଭା କାର୍ଯ୍ୟରେ ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରଥ ପଟ୍ଟନାୟକ ଯୋଗ ଦେଇଥିଲେ। ନିଜ ନିଜ ବକ୍ତୃତା ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷା ଗ୍ରହଣର ଆଭିମୁଖ୍ୟ ବିଷୟରେ ସମ୍ୟକ୍ ଧାରଣା ଦେଇଥିଲେ। ଗୁରୁ ଶିଷ୍ୟ ମଧ୍ୟରେ ସୁସମ୍ପର୍କର ଆନ୍ତରିକତା ଭାବ ଜାଗ୍ରତ ହେଲେ ଶିକ୍ଷା ଗ୍ରହଣ କରିବାରେ ସହଜ ଓ ସୁବିଧା ହୋଇଥାଏ। ଶିକ୍ଷା କେନ୍ଦ୍ର ଗୋଟିଏ ଭବିଷ୍ୟତ ଗଢ଼ିବାର ମନ୍ଦିର। ଏହି ମନ୍ଦିରରେ ନିଜକୁ ଠିକ୍ ଭାବରେ ଗଢ଼ି ତୋଳିବାକୁ ହେଲେ ଅନୁଷ୍ଠାନର ପ୍ରତ୍ୟେକ ନୀତି ନିୟମ ମାନି ଚାଲିବାକୁ ପଡ଼ିଥାଏ। ସେଥିରେ ଯଦି ତ୍ରୁଟି ରହିଯାଏ ତାହେଲେ ଶିକ୍ଷା ଗ୍ରହଣରେ ବାଧା ସୃଷ୍ଟି ହୋଇଥାଏ ବୋଲି ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ। ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଝରାଡିହି ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଶେଷ ହୋଇଯାଇଛି। ଶିଶୁ ମନ୍ଦିରର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶିକ୍ଷା ଏକ ଅମୂଲ୍ୟ ଧନ। ଏହି ଅମୂଲ୍ୟ ଧନକୁ ହାସଲ କରିବାକୁ ହେଲେ ଶିକ୍ଷାର୍ଥୀମାନଙ୍କ ମନୋବଳ ଦୃଢ଼ ରହିବା ଆବଶ୍ୟକ। ତା ସହିତ ସହନଶୀଳତା ବ୍ୟବହାର ହେଉଛି ଛାତ୍ର ଜୀବନର ମୂଳ ଲକ୍ଷ୍ୟ। ପ୍ରତ୍ୟେକ ମଣିଷଙ୍କ ପାଇଁ ଉଚିତ ବ୍ୟବହାର ଏବଂ ସହନଶୀଳତାର ମନୋଭାବ ନ ରଖିଲେ ଛାତ୍ରଛାତ୍ରୀମାନେ ଶିକ୍ଷାର ମହତ୍ତ୍ୱକୁ ବୁଝିପାରି ନଥାନ୍ତି। ତେଣୁ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେଇ ଶିକ୍ଷାର ମନ୍ଦିରରେ ଶିକ୍ଷା ଗ୍ରହଣ କରିଲେ ଜ୍ଞାନର ଅଗ୍ରଗତି ହୋଇଥାଏ ବୋଲି ଅତିଥିମାନେ ଶିକ୍ଷାର୍ଥୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶାନ୍ତି ଶୃଙ୍ଖଳାର ସହିତ ଝରାଡିହି ସରସ୍ୱତୀ ଶିଶୁ ମନ୍ଦିର ତାର 10ମ ବାର୍ଷିକ ଉତ୍ସବ ପାଳନ କରିଛି। ବ୍ୟୁରୋ ରିପୋର୍ଟ, এবি ନ୍ୟୁଜ।